सो हे गाइस व्हाट्सअप एवरीवन ମୁଁ ଆପଣମାନଙ୍କୁ ସୂର୍ଯ୍ୟକାନ୍ତ ବେରା ଆପଣମାନେ କିଛି ଜାଣିଥିବେ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ବ୍ଲଗ୍କୁ। ଆଉ ଏ ନୂଆ ବ୍ଲଗ୍ ଷ୍ଟାର୍ଟ ହେବା ପୂର୍ବରୁ ଆପଣମାନଙ୍କୁ ଯେମିତି ଅଛି ଯେ ଜଣାଇ ଦେଉଛି ଯେହେତୁ ଆମର ନଭେମ୍ବର ମାସରେ ଶୀତ କେମିତି ହୋଇଥାଏ ଆପଣମାନେ ତ ସମସ୍ତେ ଜାଣିଛନ୍ତି, କିଛି କହିବା ବି ଦରକାର ନାହିଁ। କିନ୍ତୁ ଗାଇସ୍ ରାତି 11ଟା ପରେ ଶୀତ କନ୍ଧମାଳରେ କେମିତି ହୁଏ, ଆମ ଘରୁ କେମିତି ଦେଖାଯାଏ, ଚାଲ ଦେଖିଆ। ସୋ ଗାଇସ୍ ଆମେ ବର୍ତ୍ତମାନ ଘରୁ ବାହାରି ଯାଇଛୁ 11ଟା, ଦେଖିପାରୁଥିବେ ଟାଇମ୍ ସମାନ 11:07। ଆଉ ଦେଖିପାରୁଥିବେ ଲାଇଟ୍ରେ ଫଙ୍କସନ୍ କେମିତି ହେଉଛି କେଉଁଠି ସହିତ ମିଶିକି ଲାଇଟ୍ଟା। ଆଉ ଦେଖିପାରୁଥିବେ ଶୀତଟା ବହୁତ ଷ୍ଟାର୍ଟିଂ ହେଇସାରିଲାଣି। ଏବେ ବର୍ତ୍ତମାନ ଆମେ ଅଛୁ ଏବେ ଘର ବାହାରେ ଯିବା। ମୋର ବାଇକ୍ଟା ରହିଯାଇଥିଲା ବାହାରେ, ଯେହେତୁ ଭିତରକୁ ଆଣିବାର ଅଛି, ଆଉ ଅଟୋଟା ବି ରହିଯାଇଛି, ଅଟୋଟା ଆଣିବା। ଦେଖିପାରୁଥିବେ ଯିବା, ଚାଲ। ସେଟା ଦେଖିପାରୁଥିବେ ମୋର ବାଇକ୍ଟା ରହିଯାଇଛି। ଦେଖିପାରୁଥିବେ ଗାଇସ୍ କଲର୍ ଫେଡ଼୍ ହେଇଯାଇଛି, କେଉଁ ପ୍ରକାର ଶୀତ ହେବା ଷ୍ଟାର୍ଟ ହେଇସାରିଲାଣି ଫୁଲବାଣୀରେ। ଗୋଟା ଦେଖିପାରୁଥିବେ ପାଣି ବି ହେଇଯାଇଛି, ଗାଡ଼ିର କଣ୍ଡିସନ୍ କିଛି ନାହିଁ କହିଲେ ଚଳେ। ଦେଖିପାରୁଥିବେ ଭୟଙ୍କର ଦେଖାଯାଏ ରାତିରେ କନ୍ଧମାଳ, ବାହାରକୁ ବାହାରି ହୁଏନି ଗାଇସ୍। ଦେଖିପାରୁଥିବେ ଆଉ ଘର ଯାକ ବି ଭଲସେ ଦେଖାଯାଉନି, ଆଉ ଖାଲି ଗଛ ହିଁ ଗଛ। କନ୍ଧମାଳର ସୁନ୍ଦରତା ଯେଉଁଟାକି ଘେରି ରହିଛି କନ୍ଧମାଳକୁ ଗାଇସ୍, ସେଇଟା ହେଉଛି ଆମର ଗଛଲତା, ପ୍ରକୃତିର ରାଣୀ। ଆଉ ଦେଖିପାରୁଥିବ ବର୍ତ୍ତମାନ ଛାତକୁ ପଳେଇ ଆସୁଛୁ, ଆଉ ଘର ଯାକ ବି କିଛି ଦେଖାଯାଉନି ଗାଇସ୍। ଆଉ ଦେଖନ୍ତୁ ଭ୍ୟୁଜ୍ଟା କେମିତି ଲାଗୁଛି ରାତି 11ଟା ପରେ ଫୁଲବାଣୀର ଘର ଖାଲି ଆଉ ଗଛ କିଛି କୁହୁଡ଼ି ଶୀତ ଗାଇସ୍, ଭୟଙ୍କର ଲାଗୁଛି। ସୋ ଆଇ ହୋପ୍ ଗାଇସ୍ ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, କମେଣ୍ଟ ଯାହା ବି ଜାଣିଛନ୍ତି ଦବେଇ କରିଦେବେ। ରହିଲି, ଟାଟା, ବାଏ ବାଏ, ନମସ୍କାର, ଜୟ ଜଗନ୍ନାଥ, ଗୁଡ୍ ନାଇଟ୍, ଟେକ୍ କେୟାର।